ମାନେ ବର୍ତ୍ତମାନ ସମୟରେ ତୁମେମାନେ ଜାଣିଥିବ ଓଡ଼ିଶାର ଯୋଉ ପ୍ରତ୍ୟେକ ଜିଲ୍ଲା ରହିଛି, ପ୍ରତ୍ୟେକ ଜିଲ୍ଲା ବା ପ୍ରତ୍ୟେକ ବ୍ଲକରେ ଯୋଉ ତୁମର ଆଦର୍ଶ ସ୍କୁଲ ଗୁଡ଼ିକ ରହୁଛି, ସେଠି ତମର ଟିଚିଂ ଏବଂ ନନ୍ ଟିଚିଂ ଷ୍ଟାଫର ଭେକେନ୍ସି ଆସିଛି। ଏବଂ ବର୍ତ୍ତମାନ ସମୟରେ ମଧ୍ୟ ମୁଁ ତୁମକୁ କିଛି ଜିଲ୍ଲା ପାଇଁ କହିବି। ଯଦି ତୁମେ ନିଜ ନିଜ ଜିଲ୍ଲାର ଅପଡେଟ୍ ଜାଣିବା ପାଇଁ ଚାହୁଁଛ, ତେବେ କମେଣ୍ଟ ସେକ୍ସନରେ ନିଜ ଡିଷ୍ଟ୍ରିକ୍ଟର ନାମକୁ ମେନସନ କରିଦିଅ। ମୁଁ ତୁମ ନିଜ ନିଜ ଡିଷ୍ଟ୍ରିକ୍ଟର ଅପଡେଟ୍ ଦେଇଦେବି ହେଲା। କାରଣ ଏବେ ବର୍ତ୍ତମାନ ସମୟରେ ପ୍ରାୟ ସବୁ ଯେହେତୁ ତମର ଗୋଟେ ଏକ୍ଜାମ ସରିଛି ଏବଂ ତମର ସମର କୋର୍ସ ପରେ ନୂଆ ବେଚ୍ ଷ୍ଟାର୍ଟ ରହୁଛି, ସେଥିପାଇଁ ପ୍ରାୟ ଯେତିକି ବି ବ୍ଲକ ରହିଛି ସବୁ ବ୍ଲକରେ ତମର ଏଇ ଭେକେନ୍ସି ଆସୁଛି। କିନ୍ତୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଗୋଟେ ବହୁତ ଛୋଟ ଇନଫର୍ମେସନ ମୁଁ ଦେବା ପାଇଁ ଚାହୁଁଛି। ପିଲାମାନେ ତୁମେମାନେ ଜାଣିଥିବ ବର୍ତ୍ତମାନ ସମୟରେ ତୁମର ଆର୍ଆଇ ଅମିନ ଯୋଉ ରହିଛି, ତୁମର ଏଟା ମାନେ ଆଉ ଅଳ୍ପ ଦିନ ରହିଛି ତୁମମାନଙ୍କ ହାତରେ ପରୀକ୍ଷା, ପାଖାପାଖି ଗୋଟେ ମାସ ପାଖାପାଖି ରହିଛି। ତେଣୁ ଯଦି ତମେ ଫାଇନାଲ ପ୍ରିପାରେସନ କରିବା ପାଇଁ ଚାହୁଁଛ, ତେବେ ତମମାନଙ୍କ ପାଇଁ ଆମର ଗୋଟେ ସୁପର 30 ବେଚ୍ ଷ୍ଟାର୍ଟ ହେଇଛି, 30 ଦିନର ରିଭିଜନ କ୍ଲାସ। ଯଦି ତମେ ଏନରୋଲ କରିବା ପାଇଁ ଚାହୁଁଛ, ତେବେ ଭିଡ଼ିଓ ଡେସ୍କ୍ରିପସନକୁ ଯାଇକି ତମେ ମାନେ ଏନରୋଲ କରିପାରିବ, ଆମର ସୁପର 30 ବେଚ୍ କୁ ଏନରୋଲ କରିପାରିବ। ଏବଂ ତା ସହିତ ଆମର ଏସଏସବି ଜୁନିୟର ଆସିଷ୍ଟାଣ୍ଟ ପାଇଁ ମଧ୍ୟ ବେଚ୍ ଷ୍ଟାର୍ଟ ହେଇଯାଇଛି, ତମେ ତା ପାଇଁ ମଧ୍ୟ ଏଠି ଏନରୋଲ କରିପାରିବ। ଦେଖ, ଏଠି ଯୋଉ ତମର ବର୍ତ୍ତମାନ ସମୟରେ ଆସିଛି, এটা ତମର ଆସିଛି କୋଉ ଡିଷ୍ଟ୍ରିକ୍ଟରୁ ନା ଦେଓଗଡ଼ ଡିଷ୍ଟ୍ରିକ୍ଟରୁ ତମର এটা ଆଦର୍ଶ ବିଦ୍ୟାଳୟ ପାଇଁ ଆସିଛି, ଯାହାର ଲାଷ୍ଟ ଡେଟ୍ ଅଛି ତମର କେବେ 5 ମେ ତମର ଲାଷ୍ଟ ଡେଟ୍ ଅଛି। ଏବଂ ଏଠି ତୁମକୁ ଆପ୍ଲିକେସନ ଫର୍ମକୁ ଏଇ ଆଡ୍ରେସରେ ପଠେଇବା ପାଇଁ ପଡିବ। କଣ କଣ ଆସିଛି ଦେଖ, ତୁମର ୱାର୍ଡେନ ଆସିଛି, କୁକ୍ ଆସିଛି, ତାପରେ ତୁମର ସୁଇପର ବା ପିଅନ, ଏଗୁଡିକ ସବୁ ତମର ରହୁଛି। ବୟସ ଯଦି ତୁମର 21 ରୁ 32 ଏବଂ 21 ରୁ 30 ରୁ 60 ଭିତରେ ରହୁଛି, ତମେ ମାନେ ଏଠି ଆବେଦନ କରିପାରିବ। ଲାଷ୍ଟ ଡେଟ୍ ତମର 5 ମେ 2026 ଲାଷ୍ଟ ଡେଟ୍ ରହିଛି। ଆବେଦନ କେମିତି କରିବ? ଆବେଦନ କରିବା ପାଇଁ ଗୋଟେ ଏଇଭଳିଆ ଆପ୍ଲିକେସନ ଫର୍ମ ତୁମ ସାମ୍ନାକୁ ଆସିଛି। ପ୍ରଥମେ ଧରାଯାଉ ତମେ ଚାହୁଁଛ ଯେ ତମେ ଏଠି ଆସିଷ୍ଟାଣ୍ଟ ପାଇଁ ଚାହୁଁଛ, ତାପରେ ତୁମର ନାମ, ତୁମର ଯାହା ବି ନାଁ ତାକୁ ଦେଲ, ତାପରେ ତୁମ ବାପାଙ୍କ ନାମ ଦେଲ, ପ୍ରେଜେଣ୍ଟ ଆଡ୍ରେସ ମାନେ ତୁମର ଏଟ୍, ତୁମର ପୋଷ୍ଟ, ତୁମର ଡିଷ୍ଟ୍ରିକ୍ଟ ଆକୁ ଦେଲ। ତାପରେ ଏଠି ତମର ଯଦି ସେମ୍ ଅଛି ତାକୁ ସେମ୍ କରିଦବ। এটা whether the application ତୁମର ଗ୍ରାମ ପଞ୍ଚାୟତର, ତମେ ଯଦି ଏଇ ଗ୍ରାମ ପଞ୍ଚାୟତରୁ ବିଲଙ୍ଗସ୍ କରୁଛ ତାହେଲେ ୟେସ୍ ଦବ, ଯଦି ନ କହୁଛ ତାହେଲେ ତମେ ନିଜର ଗ୍ରାମ ପଞ୍ଚାୟତର ନାଁ ଲେଖିବ, ତୁମର ଭିଲେଜର ନାଁ, ତାପରେ ତାପରେ ହଉଛି ତମର ବ୍ଲକର ନାଁ, ସବୁ ଗୁଡ଼ିକ ତମକୁ ଲେଖିବ। ଯଦି ତମେ ୟେସ୍ ତାହେଲେ ଏଟା ହଉଛି ଭିଲେଜର ନାଁ ଲେଖିବ, ଯଦି ତମର ନ ତାହେଲେ ବ୍ଲକର ନାମ ଲେଖିବ। କଣ୍ଟାକ୍ଟ ନମ୍ବର ତୁମର ଦବ, ନ୍ୟାସନାଲିଟିରେ ଇଣ୍ଡିଆନ ଦବ, ଡେଟ୍ ଅଫ ବାର୍ଥ ମଧ୍ୟ ତୁମକୁ ଏଠି ଦେଇତେ ପଡ଼ିବ, ଇମେଲ ଆଇଡି, କ୍ୟାଟେଗୋରୀ ତମର ଏସଟି, ଏସସି, ଜେନେରାଲ ଯାହା ବି ଅଛି, କେତେ ବୟସ, ମେରିଟାଲ ଷ୍ଟାଟସରେ ମ୍ୟାରେଡ୍, ଅନମ୍ୟାରେଡ୍, ୱିଡୋ ଯାହା ବି ପାରିବ ତୁମେ ଦେଇପାରିବ। ଭ୍ୟାଲିଡ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ନମ୍ବର, ଦେଖ ବର୍ତ୍ତମାନ ସମୟରେ ପ୍ରାୟ ଯେତିକି ବି ଜବ୍ ଗୁଡ଼ିକ ଆସୁଛି, ଏ ସବୁ ଗୁଡ଼ିକ ଜବ୍ରେ ତୁମର ସିଏ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ନମ୍ବର ମାଗୁଛି। ତେଣୁ ତମକୁ ଏଠି ନିଜର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ନମ୍ବର ଦେବା ପାଇଁ ପଡ଼ିବ। ତାପରେ 10th ରେ ତୁମର କୋଉ ବୋର୍ଡ ବା କୋଉଠି ଥିଲା, +2 ତମର କୋଉ ବୋର୍ଡ ଥିଲା, ତାପରେ ତୁମର ବିଏ ବା ବିଏସସି ତମର କୋଉ ବୋର୍ଡ ଥିଲା, ତୁମେ ବିଏଡ୍ କରିଛ କି ନାହିଁ, ଯଦି କରିଛ ତେବେ କୋଉଠି କରିଛ, ଏ ସବୁ ଗୁଡ଼ିକୁ ଡିଟେଲ୍ସ ଭାବରେ ତମକୁ ଏଠି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଯାହା ବି ତମର ଅଛି ସବୁ ଗୁଡ଼ିକ ଡିଟେଲ୍ସ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତା ସହିତ ତମର କୋଉ ଇୟର ତମେ ପାସିଂ କରିଥିଲ, ତମର ଟୋଟାଲ ମାର୍କ କେତେ, ଏସବୁ ଜିନିଷକୁ ମଧ୍ୟ ତମକୁ ଏଠି ଦେବା ପାଇଁ ପଡ଼ିବ। ତେଣୁ ଯେତେବେଳେ ତୁମେ ଆବେଦନ କରୁଛ, ସର୍ବପ୍ରଥମେ ସବୁ ଗୁଡ଼ିକ ଜିନିଷକୁ ଦେଖ, ସବୁଟା ଜିନିଷକୁ ଫିଲ୍ କର, ତାପରେ ତୁମେ ଆପ୍ଲାଏ କର। ୱାର୍କ ଏକ୍ସପିରିଏନ୍ସ ଯଦି ତୁମର କିଛି ନାହିଁ, ଆକୁ ଛାଡ଼ି ଦେଇପାରିବ, କାରଣ ସେଟା ମ୍ୟାଣ୍ଡେଟୋରୀ ନୁହେଁ। ନିଜର ଗୋଟେ ସିଗ୍ନେଚର, ତୁମର ପ୍ଲେସ୍, ଡେଟ୍ ତାକୁ ଦେଇକି ଯୋଉ ଏଠି ଯୋଉ ତୁମର ଦେଖ ରହିଛି କଣ କଣ ଡକୁମେଣ୍ଟ ଦରକାର, ତୁମର 10 ସାର୍ଟିଫିକେଟ, ତୁମର ହଉଛି ସବୁ ସାର୍ଟିଫିକେଟ, ରେସିଡେଣ୍ଟ ସାର୍ଟିଫିକେଟ, ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ, ଯଦି ତୁମେ ଏସଟି ଏସସି କାଷ୍ଟ ସାର୍ଟିଫିକେଟ, ତୁମର ଦୁଇଟା ରିସେଣ୍ଟ ପାସପୋର୍ଟ ସାଇଜ ଫଟୋ, ଏବଂ ଫଟୋରେ ତୁମେ ସିଗ୍ନେଚର କରିବ। ଗୋଟେ ହଉଛି ତମର କଣ, ଆଉ ହଉଛି ତମର ଆଇଡେଣ୍ଟି କାର୍ଡ ମାନେ ତୁମର ଆଧାର କାର୍ଡ କିମ୍ବା ଭୋଟର କାର୍ଡ, ଏବଂ ଗୋଟେ ହଉଛି ଏନଭଲପ ଷ୍ଟାମ୍ପ, ଏତିକି ତୁମକୁ ଏଠି ଦେବା ପାଇଁ ପଡ଼ିବ। ତା ସହିତ ତୁମେ ଦେଖ ଏଠି ତୁମର କାମ କଣ ରହିବ, ତୁମର ସାଲାରୀ କଣ ରହିବ, ସବୁ କିଛି ଲେଖାଯାଇଛି। ୱାର୍ଡେନରେ 21,000 ଟଙ୍କା ରହିବ, ହେଡ କୁକର କାମ କଣ ରହିବ, ସାଲାରୀ କଣ ରହିବ, ସବୁ କିଛି ଲେଖାଯାଇଛି। ମୁଁ ଆଉ ଥରେ ପିଲାମାନେ କହିଦଉଛି, ଯେହେତୁ ଆଉ ଅଳ୍ପ ଦିନ ଭିତରେ ଦେଖ, ତୁମେ ପିଲାମାନେ ଜାଣିଛ ଯେ ବର୍ତ୍ତମାନ ସମୟରେ ଏଟା ତୁମର ଏପ୍ରିଲ ମାସ ସରିଲା, ମେରେ ତୁମର ସମର ଭେକେସନ, ଏବଂ ତାପରେ ଜୁନରୁ ତୁମର ନୂଆ ପୁଣି ଷ୍ଟାର୍ଟ ହେଉଛି। ସେଥିପାଇଁ ବର୍ତ୍ତମାନ ସମୟରେ ପ୍ରାୟ ସବୁ ବ୍ଲକରେ ତମର ଏଇ ଭେକେନ୍ସି ଆସୁଛି। ତେଣୁ ନିଜ ନିଜ ବ୍ଲକରେ ଯଦି ତୁମେ ଅପଡେଟ୍ ଜାଣିବା ପାଇଁ ଚାହୁଁଛ, କମେଣ୍ଟ ସେକ୍ସନରେ ନିଜ ବ୍ଲକର ନାମକୁ ଲେଖିଦିଅ। ତା ସହିତ ଯଦି ତମେ
एते पर्यंत आम टेलीग्राम ग्रुप रे जॉइन ହେଇନ ତେବେ ସର୍ବପ୍ରଥମେ ଟେଲିଗ୍ରାମ ଗ୍ରୁପ ରେ ଜଏନ୍ ହେଇଯାଅ କାରଣ ଟେଲିଗ୍ରାମ ଗ୍ରୁପ ରେ ହିଁ ମୁଁ ତମମାନଙ୍କୁ ସବୁ କିଛି ଅପଡେଟ ଦେବି ଯେତିକି ବି ତମର ଅପଡେଟ ରହୁଛି ସବୁ କିଛି ମୁଁ ତମକୁ ଟେଲିଗ୍ରାମ ଗ୍ରୁପ ରେ ଦେବି ତେଣୁ ସେଠି ତମେ ମାନେ ଜଏନ୍ ହେଇଯାଅ ଡିସ୍କ୍ରିପ୍ସନ ରେ ମିଳିଯିବ ନହେଲେ ତମର ଯୋଉ କମେଣ୍ଟ ସେକ୍ସନ ରହିଛି କମେଣ୍ଟ ସେକ୍ସନ ରେ ମଧ୍ୟ ମୁଁ ତମକୁ ଲିଙ୍କ ଦେଇଦେବି ସେଠୁ ଯାଇକି ମଧ୍ୟ ତମେ ମାନେ ଲିଙ୍କ ପାଇଯିବ ତେଣୁ ଯୋଉ ମାନଙ୍କର ବି ଦରକାର ନେଇଦିଅ ଏବଂ କମେଣ୍ଟ ସେକ୍ସନ ରେ ନିଜ ନିଜ ବ୍ଲକ ର ନାମକୁ ଲେଖିଦିଅ ଭିଡିଓ ଶେଷ କରିବା ପୂର୍ବରୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ଦେବି ପିଲାମାନେ ଏଟା ତୁମର ଏପ୍ରିଲ ମାସ ସରିବା ପାଇଁ ଗଲା ଯଦି ତମମାନଙ୍କ ମଧ୍ୟରୁ କେହି ଗୋଟେ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ କରିବା ପାଇଁ ଚାହୁଁଛ ତେବେ ଆଉ ଲେଟ୍ କରନି ଏବେ ହିଁ ଘରେ ବସିକି ଗୋଟେ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ କରିଦିଅ ସ୍କ୍ରିନରେ ଆମ ନମ୍ବର ଅଛି ଯଦି ତୁମେ ଘରେ ବସିକି ଗୋଟେ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ କରିବା ପାଇଁ ଚାହୁଁଛ କରିଦିଅ କାରଣ ଆଉ ଅଳ୍ପ ଦିନ ଭିତରେ ତୁମର ଡିଓ ଏବଂ ଯୋଉ ଅନ୍ୟାନ୍ୟ ଭେକେନ୍ସି ଆସୁଛି ଏବଂ ତା ସହିତ ଯଦି ତୁମେ ପିଓ କିମ୍ବା ଆମର ଯୋଉ ରହିଛି ଏସଏସବି ବା କିଛି ବି କୋର୍ସକୁ ତମେ ଯଦି ଜଏନ୍ କରିବା ପାଇଁ ଚାହୁଁଛ ତାହେଲେ ଭିଡ଼ିଓ ଡେସ୍କ୍ରିପ୍ସନରେ ଲିଙ୍କ ଅଛି ତମେ ମାନେ ସେଠୁ ଯାଇ କ୍ଲିକ୍ କରିପାରିବ ନହେଲେ ସ୍କ୍ରିନରେ ଆମ ନମ୍ବର ଅଛି ଆମକୁ କଣ୍ଟାକ୍ଟ କରିକି ମଧ୍ୟ ତମେ ମାନେ ଜଏନ୍ ହେଇପାରିବ କିଛି ବି ଡାଉଟ୍ ରହିଛି ତମେ ମାନେ ଆମକୁ କଣ୍ଟାକ୍ଟ କରିଦିଅ ଏବଂ ଯଦି ଏତେ ପର୍ଯ୍ୟନ୍ତ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥିକି ଡାଉନଲୋଡ୍ କରିନ ତେବେ ଏବେ ହିଁ କରିଦିଅ ରହିଲି ନମସ୍କାର ଜୟ ଜଗନ୍ନାଥ